আজি ଶ୍ରାବଣର ଶେଷ ସୋମବାର କାହିଁ କେତେ ଦୂରରୁ हजार हजार काउड़िया माने जलाभिषेक लगी आसिचंती विभिन्न शैवपीठକୁ ନିଜର ମନସ୍କାମନା ପୂରଣ କରିବା ପାଇଁ ଶିବଙ୍କୁ ଜଳାଭିଷେକ କରିବା ପାଇଁ। ଏହି ଶ୍ରାବଣ ଶେଷ ସୋମବାର ନୟାଗଡ଼ ଜିଲ୍ଲା ଶରଣକୂଳର ଶୈବପୀଠ ଲଡୁବାବାଙ୍କ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଜଳାଭିଷେକ କରିବା ପାଇଁ ବହୁତ ଦୂରରୁ ଲଡୁବାବାଙ୍କ ପୀଠରେ ପହଞ୍ଚିଛନ୍ତି ଶିବ ଭକ୍ତ। ଆପଣ କୋଉଠୁ ଆସୁଛନ୍ତି ପାଣି ଧରି କୋଉ କରିକି? ଆମେ ଆସିଛୁ ଅନୁଗୁଳ ବରପାଳରୁ ଆଜ୍ଞା। ଆଉ ଏଠି ନୟାଗଡ଼ ଲଡୁବାବାଙ୍କ ପାଖକୁ ଆସିକି ବହୁତ ଭଲ ଲାଗିଲା, ପରିବେଶ ବି ବହୁତ ଭଲ ଲାଗିଲା, ଆଉ କ୍ଲାଇମେଟ୍ ଭଲ ଅଛି, ଆଉ କ୍ଲାଇମେଟ୍ ସବୁ ମନ୍ଦିର ମନ୍ଦିର ଦର୍ଶନ କରିବାକୁ ଆସିଥିଲୁ, ଭଲ ଅଛି, ଭଲ ଲାଗିଲା। ନୀଳକଣ୍ଠେଶ୍ୱର ଯିବୁ, ତାପରେ କଣ୍ଟିଲୋ, ଏମିତି ସବୁ ଛୋଟ ଛୋଟ ପ୍ଲେସ୍ ସବୁ ବୁଲିକି ଯିବୁ। ବାଇକ୍ରେ ଆସିଛୁ ଆମେ। ପରିବେଶ ବହୁତ ଭଲ ଲାଗିଲା, ଆଉ ଭଲ ଅଛି, ଖାଇବା ପିଇବା ରହିବା ସବୁ କିଛି ବନ୍ଦୋବସ୍ତ ବି ଅଛି, ଭଲ ଲାଗିଲା ଆସିକି ଏଠିକି। ଆମେ ଅନୁଗୁଳରୁ ଆସିଛୁ, ଆଉ ବାଇକ୍ରେ ଆସିଛୁ। ଠାକୁରଙ୍କର ଏମିତି ଡୋରି ଲାଗିଲା, ବାବା ଲଡୁ ବାବାଙ୍କର ଏମିତି ଡୋରି ଲାଗିଲା ଯେ ଆମେ ବାଇକ୍ରେ 170 କିଲୋମିଟର ଧରିକି ଆସିଛୁ। ଆସିଲା ପରେ ଏଠି ଭଲ ଜାଗା ଅଛି, ବହୁତ ଭଲ ପ୍ଲେସ୍ ଅଛି। ତାପରେ ରାମ ମନ୍ଦିର ଅଛି, କଣ୍ଟିଲ ନୀଳମାଧବ ମନ୍ଦିର ଅଛି, ସେଠି ପର୍ଯ୍ୟଟନ ସ୍ଥଳୀ ବହୁତ ଭଲ। जय शिव शंभु, हर हर महादेव। आज पवित्र श्रावण मासर चतुर्थ सोमवार रे प्रभु लडुबाबांठारे जल लाई करी आमे निजକୁ धन्य मन करूछु। आज पवित्र स्थान रे हजार हजार भक्तଙ୍କର शो छुटिची। लडुबाबा होउसंती ओडिशार प्रख्यात शैवपीठ मान अन्यतम। लडुबाबा बहुत जगारू भक्त माने एठाକୁ आसछंती। एठारे प्रशासन बहुत शांति श्रृंखला सहित काम चलती। आ बाहर अन्नप्रसाद, जलछत्र, विभिन्न प्रकार सेवा जोगाई दिया। बाहर को जो भक्त मैंने आसती से जमी कौन असुविधार सम्मुखीन नुहतु ता प्रति सजग समस्त अच्छा। जय सतरे नाम सीना शरणकूल हेले तांकर भक्तंकु तांको शरणरे रखिथांती एवं काउड़िया भक्त माने आसी उत्साह उद्दीपना सहित एही लडुबाबांक पीठरे जलाभिषेक करिसेंती। नयागढ़ सुधीर कुमार को रिपोर्ट, पब्लिक आवाज।